জ্যେষ্ঠ ଅମାବାସ୍ୟା ମହାସତୀ ସାବିତ୍ରୀ ବ୍ରତ ପାଳିତ ହୋଇଯାଇଛି। ଜୁନ୍ 6 ତାରିଖ ଦିନ ଏହି ବ୍ରତ ସଧବା ନାରୀମାନେ ନିଜର ସ୍ୱାମୀଙ୍କର ଦୀର୍ଘଜୀବନ କାମନା କରି ଏବଂ ମଙ୍ଗଳ କାମନା ସକାଶେ କରିଥାନ୍ତି। ଏହି ବ୍ରତରେ 21 ପ୍ରକାର ଫଳ ଭୋଗ କରାଯାଇଥାଏ। ଜଣେ ନାରୀ ଅନ୍ୟ ଜଣେ ନାରୀଙ୍କୁ ଚୁଡ଼ି ସିନ୍ଦୁର ପିନ୍ଧାଇ ସମସ୍ତେ ସମସ୍ତଙ୍କ ପାଇଁ ଐଶ୍ୱଲକ୍ଷଣୀ ହେବା ପାଇଁ ଆଶୀର୍ବାଦ ଏବଂ କାମନା କରିଥାନ୍ତି। ପୂଜା ଶେଷରେ ସଧବା ନାରୀ ନିଜର ସ୍ୱାମୀଙ୍କର ଚରଣ ଜଳରେ ଧୋଇ ସେହି ପାଦୁକକୁ ନିଜ ତୁଣ୍ଡରେ ଦେଇ ସ୍ୱାମୀଙ୍କର ଦୀର୍ଘ ଜୀବନ କାମନା କରିଥାନ୍ତି। ସାବିତ୍ରୀ ରାତ୍ର ବ୍ରତ ଆଚରିଲେ ପୂଜି ଲକ୍ଷ୍ମୀ ନାରାୟଣ। 3 ଦିନ ପରେ ବନ ଭିତରକୁ ନୀତିଦିନ। କେଇ ଦିନ ପରେ ସାବିତ୍ରୀଙ୍କୁ ନେଇ ବାହାରିଲେ ସତ୍ୟବାନ। ସାବିତ୍ରୀ ଆନନ୍ଦ ବନକୁ ଯିବାକୁ ଦେଖିଲେ ଶୁଭ କ୍ଷଣ। ପିତା ମାତା ଠାରୁ ଅନୁମତି ନେଇ ତପୋବନେ ପହଞ୍ଚିଲେ। ଶାଶୁ ଶ୍ୱଶୁରଙ୍କ ପଦ ସେବା କରି ଦିନ କଟାଇଲେ। ସୁଗୁଣା ସମ୍ପନ୍ନା ସାବିତ୍ରୀ ଗୁଣରେ ଅଧିକ ସନ୍ତୁଷ୍ଟ ହୋଇ ଶାଶୁ ଶ୍ୱଶୁର ତା ଆଶୀର୍ବାଦ କରି ଅତି ସୁଖେ ଥାନ୍ତି ରହି। ଶାଶୁ ଶ୍ୱଶୁରଙ୍କ ସ୍ୱାମୀଙ୍କ ଭୋଜନ ପରେ ସତୀ ବଞ୍ଚିଥାନ୍ତି। ଏହି କେହି ପଦ ଶୁଣିଲେ ନାରଦ କହିଲେ ଉତ୍ତମ ବୋଲି। ଅନ୍ୟ କରଣରେ ଅପବାଦ ହେବ ତାଙ୍କୁ ଦୋଚାରୁଣୀ ବୋଲି। ଦେବର ସାବିତ୍ରୀ ବରଣ କରିଛି ସେ କାପତି ତାର। ଉଚିତ ବିଚାରେ ସେ ଉତ୍ତମ ପାତ୍ର କନ୍ୟା ସମର୍ପଣ କର। ତାପରେ ସାବିତ୍ରୀ ଭାଗ୍ୟ ଫଳ ମାଗି ଆଶୀର୍ବାଦ ଭିକ୍ଷା କଲେ। ସଧବା ହେବାକୁ ଆଶୀର୍ବାଦ ଦେଇ ନାରଦ ସେଠାରୁ ଗଲେ। ରାଜା ରାଣୀ କହୁ ଦିନ ଯିବା ପାଇଁ କଲେ ଶୀଘ୍ର ଆୟୋଜନ। ସତ୍ୟବାନ କରେ ସମର୍ପିବା ପାଇଁ ଲଗ୍ନ କଲେ ନିରୁ। ରୋଦନ କରିଲେ କେବଳ ହୋଇବ ବୃଥା। ଚିନ୍ତିଲେ ସାବିତ୍ରୀ ସତ୍ୟନାରାୟଣ ଦୂର କରିବାକୁ ବ୍ୟଥା। ବିପଦ ଭଞ୍ଜନ ଶ୍ରୀମଧୁସୂଦନ କୃପା ଦୃଷ୍ଟି ନିଖେ ଥିଲେ। ସାବିତ୍ରୀ ଦେବୀଙ୍କ ହୃଦୟ ଆକାଶୁ ଦୁଃଖ ଭୟ ଦୂର କଲେ। ଏହି ସମୟରେ ମନ ଅନ୍ଧକାରେ ଜ୍ୟୋତିର୍ମୟ ଦେବ ମୂର୍ତ୍ତି ଉଭା ହୋଇଥିଲେ। ତୁମେ କିଏ ବୋଲି ପଚାରିଲେ ସାବିତ୍ରୀ। ଉଜ୍ଜ୍ୱଳ ମୂର୍ତ୍ତି ଉତ୍ତରେ କହିଲେ ଧର୍ମ ଦେବତା ମୁଁ ବ୍ରହ୍ମ। ପ୍ରାଣୀଙ୍କ ଆୟୁଷ ପରିପୂର୍ଣ୍ଣ ହେଲେ ହୋଇଯାଏ କିଏ ମମ। ସତ୍ୟବାନ ଆୟୁଷ ହୋଇଅଛି ଶେଷ ସେଥିପାଇଁ ଆସିଲି ମୁହିଁ। ସାବିତ୍ରୀ କହିଲେ ଦୂତନ ପଠାଇ ନିଜେ ଆସିଅଛ କାହିଁ। ତୁମେ ଅଟ ସତୀ ଶୁଣ ଗୋ ସାବିତ୍ରୀ ତୁମଠାରୁ ଦୂତ ମାନେ। ଅକ୍ଷମ ଅଟନ୍ତି ସ୍ୱାମୀଙ୍କୁ ନେବାକୁ ଆସିନାହାନ୍ତି ସେମାନେ।